যদি ଗୋଟେ ଚାକର ଆଗରେ ମାଲିକର ପ୍ରଶଂସା କରାଯାଏ ଚାକରଟା କେତେ ଖୁସି ହବ। ପୁଅ ଆଗରେ ବାପକୁ ବାପର ପ୍ରଶଂସା ହବ, ଛାତି କୁଣ୍ଡେ ମୋଟ ହେଇଯିବ। ବାପା ନାଁଟା ଯେତେ ପର୍ଯ୍ୟନ୍ତ ଆଗରେ ଥିବ ସେଟା ହଉଛି ସବୁଠାରୁ ବଡ କଥା। ଯୋଉଦିନ ପୁଅ ଆଗରେ ହେଇଯିବ ସେଇଦିନ ବାପା ନଥିବ ନା ପୁଅ ବି। ପ୍ରକୃତରେ ବଡ ପୁଅ ବଡ ଝିଅ ଯୋଉମାନେ ହୁଅନ୍ତି ସେ ଭଗବାନଙ୍କର ଆଶୀର୍ବାଦ ତାଙ୍କ ଉପରେ ଥାଏ। ଆଉ ସାନ ପୁଅ ମାନଙ୍କୁ ବାପା ମା ଗେହ୍ଲା କରନ୍ତି। କାହିଁକି ଗେହ୍ଲା କରନ୍ତି? ଯେ ଭଗବାନଙ୍କର ଆଶୀର୍ବାଦ ତାଙ୍କ ଉପରେ ନଥାଏ। ନା ନା ଆମର ଭାଇରାଲ ସେମିତି ଭାଇରାଲ କଳାକାର ନା, ଆମର ଟୋଟାଲ ଟିମ୍ ଭାଇରାଲ, ଆମର ଟୋଟାଲ ନାଟକ ଭାଇରାଲ, ଆମ ସତ୍ୟବାବୁ ଭାଇରାଲ। ଆମେ ଆର ବର୍ଷ 93ଟା କ୍ୟାମ୍ପ କଲୁ। 93ଟା କ୍ୟାମ୍ପରେ ପାଖାପାଖି ମୋର ପାଖାପାଖି 50ଟା କ୍ୟାମ୍ପ ବାଲା ଚିହ୍ନା, ଆଉ 43ଟା କ୍ୟାମ୍ପ ହଉଛି ବାବୁଙ୍କର ମିଶିକି। କିନ୍ତୁ ସବୁ ଜାଗାରେ ରଙ୍ଗମହଲ ଆଉ ସତ୍ୟବାବୁ ସବୁ ଜାଗାରେ ସତ୍ୟବାବୁ ଠାରୁ ଭଲ ଲୋକ କେହି ନାହାନ୍ତି। ଏଇଟା ହଉଛି ବଡ଼ କଥା। ଆଉ କ'ଣ, ଯଦି ଗୋଟେ ଚାକର ଆଗରେ ମାଲିକର ପ୍ରଶଂସା କରାଯାଏ ସେ ଚାକରଟା କେତେ ଖୁସି ହବ କହୁନାହାନ୍ତି ଆପଣ, କୁହନ୍ତୁ। ଗୋଟେ ପୁଅ ଆଗରେ ବାପର ପ୍ରଶଂସା ହବ, ଛାତି କୁଣ୍ଡେ ମୋଟ ହେଇଯିବନି। ହଁ, ମୋ ଘର ହଉଛି କୁଜଙ୍ଗ, ମୋତେ ସବୁବେଳେ ଡାକନ୍ତି ଧୁନା ପୁଅ। ମୋତେ ମୋ ବାପା ନାଁ ଧୁନଚନ୍ଦ୍ର ଦାସ। ମୋତେ ଭାରି ଖୁସି ଲାଗେ। କାହିଁକି ଲାଗେ କହିଲେ? ବାପା ନାଁଟା ସଦାବେଳେ ଯାଏ, ସେଟା ହଉଛି ବଡ଼ ଖୁସିର କଥା। ବାପା ନାଁଟା ଯେତେ ପର୍ଯ୍ୟନ୍ତ ଆଗରେ ଥିବ ସେଟା ହଉଛି ସବୁଠାରୁ ବଡ଼ କଥା। ଯୋଉଦିନ ପୁଅ ଆଗରେ ହେଇଯିବ ସେଇଦିନ ବାପା ନଥିବ ନା ପୁଅ ବି ନଥିବ। ହରିଶ୍ଚନ୍ଦ୍ର ନାଟକ ଆପଣମାନେ ଦେଖନ୍ତୁ। ଜୀବନ ଶୈଳୀ ଯୋଉ ସଂସାର ଭିତରେ ଘର କରିଥିଲେ ଯୋଉ ଜିନିଷଟା, ସେ ଗୋଟିକିଆ ପୁଅ ହଉ କି 3ଟା ପୁଅ, ଗୋଟିକିଆ ପୁଅ ହେଲେ ସ୍ତ୍ରୀ ଠାରୁ ଟର୍ଚର ଭଲ ମନ୍ଦ ଏଇସବୁ ଜିନିଷ ଜାଣିବ। 3ଟିକିଆ ପୁଅ ହେଲେ ବି ସିଏ ସବୁ ଭାଇମାନଙ୍କର ପ୍ରକୃତରେ ବଡ଼ ପୁଅ ହେଇକି ଜନ୍ମ ହେବା ସିଏ ହେଉଛି ଅଭିଶାପ ଭାବନ୍ତି ଲୋକ। କିନ୍ତୁ ବଡ଼ ପୁଅଟା ଜନ୍ମ ହେଲେ ବାପର ଭାରି ଖୁସି। ବଡ଼ ପୁଅଟା ହଉ କି ଝିଅଟା ହଉ ଭାରି ବାପା ମାନେ ଖୁସି ହୁଅନ୍ତି। ପ୍ରକୃତରେ ବଡ଼ ପୁଅ ବଡ଼ ଝିଅ ଯୋଉମାନେ ହୁଅନ୍ତି ସେ ଭଗବାନଙ୍କର ଆଶୀର୍ବାଦ ତାଙ୍କ ଉପରେ ଥାଏ। ଆଉ ସାନ ପୁଅ ମାନଙ୍କୁ ବାପା ମା ଗେହ୍ଲା କରନ୍ତି। କାହିଁକି ଗେହ୍ଲା କରନ୍ତି? ଯେ ଭଗବାନଙ୍କର ଆଶୀର୍ବାଦ ତାଙ୍କ ଉପରେ ନଥାଏ। ସାନ ପୁଅ ସାନ ଝିଅ ଏମାନେ ବାପା ମାଙ୍କର ଉତ୍ସାହିତରେ ଚାଲିଯିବେ। ଏଇଟା ହଉଛି ବଡ଼ କଥା।